ଆଗରୁ ବହୁତ ଥର ହେଲା ଗଛପତ୍ର ଗାଈ ଗୁହାଳ ଛେଳି ଚୋର ଏମିତି ଚୋରି କରୁଥିଲେ। ଏବେ ସବୁ ସହଜ ପଡ଼ୁଛି ସେମାନଙ୍କୁ, ସେମାନେ ମନ୍ଦିରକୁ ଟାର୍ଗେଟ କରୁଛନ୍ତି। ଏଠି ଯେଉଁ ଲୋକ ଟାର୍ଗେଟ କରୁଛନ୍ତି ରାତି ପାଇଲେ ସେଚକରେ ଭାଙ୍ଗ ଗନ୍ଧେଇ ଖାଇକିରି ମଦ ଖାଉଛନ୍ତି, ଏପଟେ ସେପଟେ ଖାଉଛନ୍ତି। ମା ଭୁଆଶୁଣୀଙ୍କର ମୁଖ୍ୟ ପୂଜକ ଅଛନ୍ତି ରାମଚନ୍ଦ୍ର ମହାପାତ୍ର ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା। ଗତକାଲି ରାତିରେ ସିଏ ବର୍ତ୍ତମାନ ପୂଜା ଅର୍ଚ୍ଚନା କରିକି ଯେଉଁ ଦ୍ୱାର ଦେଇକି ବନ୍ଦ କରି ଯାଇଥିଲେ, ତାପରେ ଭିତରେ କ'ଣ ସେମିତି ଅବସ୍ଥା ଥିଲା? ଆଜ୍ଞା, ପ୍ରତ୍ୟେକ ଦିନ ମାଙ୍କ ପୂଜା ଆପଣ କରୁଛନ୍ତି, ଗତକାଲି ଯେତେ ପୂଜା କରି ଯାଇଥିଲେ କେମିତି ପରିସ୍ଥିତି ଥିଲା? ଭଲ ଥିଲା ସବୁ। ତାପରେ ଚାବି ତ ପକେଇ ଠାକୁରଙ୍କ ଜିନିଷ ପତ୍ର ଥୁଆ ଥାଇ ମଜାମଜି କରି ଥୋଇ ଦେଇକି ମୁଁ ଗଲି ଘରକୁ। କ'ଣ କ'ଣ ମାଙ୍କ ସବୁ ଜିନିଷ ଥିଲା? ଜିନିଷ ଅଛି 3ଟା ମୁକୁଟ ଥିଲା ଠାକୁରଙ୍କର, 3ଟା ଚିତା, ତାପରେ ଆଖି 6ଟା, ପିତ୍ତଳ ବାଲ୍ଟି, ପିତ୍ତଳ ମାନେ ପିତ୍ତଳ ହେଉଛି 3ଟା, ବୁଝିଲେ, ଗୋଟେ ହଣ୍ଡାଟା ପିତ୍ତଳ ହଣ୍ଡାଟା, ତାପରେ ଘଣ୍ଟି ଗୋଟେ ଢାଳ ଆଉ ଗରାଟା ଏଠି। କାଲି କେତେ ରାତିରେ ବନ୍ଦ କରି ଯାଇଥିଲେ? ବନ୍ଦ ନୁହେଁ, ଦିନରେ 12ଟା 12:30 ଆଉ ରାତିରେ ଆସେନି ଆଉ। ତେଣୁ କ'ଣ କହିବେ ଆପଣ? ପୂଜକ ହିସାବରେ ମାଙ୍କୁ ପ୍ରତିଦିନ ପୂଜା କରୁଛନ୍ତି, ତେଣୁ ମା ଯଦି ପୁଅ ମାନେ ମାଙ୍କର ଏମିତି ଆଖି ତାଡ଼ି ନେଇଯିବେ ତାହେଲେ କ'ଣ ସମାଜରେ ଘଟିବ? ଆପଣ ନିହାତି ଗୋଟେ ପୂଜକ ହିସାବରେ କୁହନ୍ତୁ। ଆଉ ଯଦି ଏମିତି ଅସୁବିଧା ହେବ ଠାକୁରଙ୍କର, ମାଗି ଯାଚି ଗାଣି ଠାକୁରଙ୍କର କାମ ଚାଲିଛି, ଯଦି ଏମିତି ଅବସ୍ଥା ହେବ ତାହେଲେ କ'ଣ କରାଯିବ? ଆମେ ଆଉ କ'ଣ କରିବୁ? ଆମେ ପୂଜା କରିବା ଲୋକ ନା। ଆଉ ପୂଜକ ଆସିଲୁ, ପୂଜା କରିଦେଲୁ, ଠାକୁରଙ୍କୁ ପରିଷ୍କାର ପରିଚ୍ଛନ୍ନ କରି ତାଙ୍କୁ ଲଗାଲଗି କରି ଆମେ ଚାଲିଲୁ ଆଉ ଘରକୁ। ଆଉ କ'ଣ, ଏହା ତ କଥା। ଆଉ ଆମ ସହିତ ଅଛନ୍ତି ସେଇ ଗ୍ରାମର ଜଣେ ଯୁବକ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା। କ'ଣ କହିବେ ଭାଇ? ବର୍ତ୍ତମାନ ଯୁବକମାନେ ବ୍ୟାଙ୍କ ATM ଛାଡ଼ିକି ବର୍ତ୍ତମାନ ମନ୍ଦିରକୁ ଟାର୍ଗେଟ କଲେଣି, ତେଣୁ ବର୍ତ୍ତମାନ ଯୁବକମାନେ ଯେ କ'ଣ ମାନେ ପଥଭ୍ରଷ୍ଟ ହେବାର କାରଣ କ'ଣ? ଗତକାଲି ହୋଲିରେ ବର୍ତ୍ତମାନ ନିଶା ସେବନ କରିକି ଏସବୁ ଜିନିଷ କରିବାଟା, ଆପଣ ଯୁବକ ହିସାବରେ କ'ଣ ତାଙ୍କୁ ବାର୍ତ୍ତା ଦେବେ? ମୋର ପ୍ରଥମ ବାର୍ତ୍ତା ହେଉଛି, ଯୁବକମାନେ ଆଜିକାଲି ଯେଉଁ ଟାଇପ୍ର ହେଉଛି ମଦ, ଡ୍ରଗ୍ସ, ଚରସ, ଗଞ୍ଜେଇ ଏଗୁଡ଼ା ଖାଉଛନ୍ତି କେବଳ ନିଶା ପାଇଁ। ସେମାନେ ଆଗରୁ ବହୁତ ଥର ହେଲା ଗଛପତ୍ର ଗାଈ ଗୁହାଳ ଛେଳି ଚୋର ଏମିତି ଚୋରି କରୁଥିଲେ। ଏବେ ସବୁ ସହଜ ପଡ଼ୁଛି ସେମାନଙ୍କୁ, ସେମାନେ ମନ୍ଦିରକୁ ଟାର୍ଗେଟ କରୁଛନ୍ତି। ବିଶେଷ କରିକି ହେଲା ସେ ମନ୍ଦିର ଏମାନେ ଟାର୍ଗେଟ କରୁଛନ୍ତି। ତାଙ୍କ ଟାର୍ଗେଟର ମୁଖ୍ୟ କାରଣ ହେଉଛି ନିଶା ଖାଇବା। ନିଶା ଖାଇବା ସକାଶୁ ଏମାନେ ବହୁତ ପଥଭ୍ରଷ୍ଟ। ଆଉ ମାଙ୍କର ଯେଉଁ ଭଳିଆ ଆଖି ତୋଡ଼ା ହେଇଛି, ମୂର୍ତ୍ତି ଭଙ୍ଗା ହେଇଛି, ଏଗୁଡ଼ାକ ଯଦି ଆପଣ ଦେଖିବେ ଆପଣଙ୍କ ଆଖିରେ ବି ଲୁହ ରହିବନି। ଆଉ ଆମ ଗ୍ରାମବାସୀ ସମସ୍ତେ ବି ମନ ଦୁଃଖ। ଆଉ ମୁଁ ଚାହୁଁଛି ଯେଉଁ ଜିନିଷ ଯଦି ଯିଏ ବି କରିଛି, ଆମ ଜାଣିବା ଭିତରେ ଆଉ ଅଜାଣତରେ ଯିଏ ବି କରିଛି ହେଲା, ସିଏ ଆଣିକିରି ମାଙ୍କ ଜିନିଷ ଥୋଇ ଦେଇକି ଯାଉ। ମୁଁ ଏଇ କଥା କେବଳ କହିବି ତାଙ୍କୁ। ବାହାର ଲୋକ ଆସିବେ, ଲୋକାଲ ଲୋକ ସେମିତି ଆମେ କହିପାରିବୁନୁ କାହାର ହାତ ଏଥିରେ ଅଛି, କିନ୍ତୁ ନିଶ୍ଚିନ୍ତ ହେଲା ଗ୍ରାମବାସୀଙ୍କ ମଧ୍ୟରୁ ବୋଧେ କାହାର ହାତ ଥାଇପାରେ। ଏ କଥା ହେଲା ମାନେ ହେଇଥାଇପାରେ, କିନ୍ତୁ ହେଲା ମୁଁ ସେମିତି ତ ଜାଣିନି। କିନ୍ତୁ ହେଲା ଏଇ ଯେଉଁଗୁଡ଼ା ହେଉଛି ବହୁତ ଦୁଃଖଦ କଥା ହେଉଛି। ଆଉ ଏଥିପାଇଁ ପୋଲିସ ସଦାବେଳେ ପେଟ୍ରୋଲିଂ କରିବା ବି ଆବଶ୍ୟକ ଆମ ଅଞ୍ଚଳରେ, କାହିଁକିନା ନିଶା ଖାଇକି ବହୁତ କ୍ରାଇମ୍ ହେଲାଣି ଆମ ଏରିଆରେ। ତ ପେଟ୍ରୋଲିଂ ନିହାତି ଆବଶ୍ୟକ ମୋ ମତରେ। ରାତି 2ଟାରେ ଗ୍ରାମାଞ୍ଚଳରେ ଗୋଟେ ଲୋକ ଚଳପ୍ରଚଳ ଗତକାଲି ହୋଲି ଥିଲା, ରୋଷେଇବାସ ଲୋକ କରୁଥିଲେ, ଏତେ ଗହଳି ଭିତରେ କେମିତି ଲୋକଟା ଚୋରି ହେଲା? ହେଇଥାଇପାରେ ଆଗରୁ ସେ ଟାର୍ଗେଟ କରିଥିବେ। ରୋଡ ସାଇଡ୍ ବଡ଼ ମନ୍ଦିର, ସବୁଠୁ କମ୍ ଦିନ ଭିତରେ ବି ଆମର ଏ ମନ୍ଦିର ହେଇଯାଇଛି 5-6 ମାସ ଭିତରେ ଏଡ଼େ ବଡ଼ ମନ୍ଦିର ଠିଆ ହେଲା। ତା ମନେ ୟା ଭିତରେ ସୁନା ଗହଣା ବିଭିନ୍ନ ପ୍ରକାର ଜିନିଷ ଅଛି, ଆସିକି ଚୋରି କରିଛନ୍ତି। ଉଦ୍ଦେଶ୍ୟ ଚୋରଙ୍କର ନୀତି ତ ସେଇଆ। ଆଉ ଆମେ କ'ଣ କରିବା? ହଜମ କରିଦେଇ ଜମା ନୁହେଁ, ମା ଭୁଆଶୁଣୀଙ୍କ ଜିନିଷ କେହି ହଜମ କରିନାହାନ୍ତି। ଆଉ ଆମର ଏପଟେ ବାଙ୍କେଶ୍ୱର ମା ଭୁଆଶୁଣୀ ମହାଦେବ ମନ୍ଦିର, ଏ ବହୁତ ଜଣାଶୁଣା ମନ୍ଦିର, କେହି ହଜମ କରିପାରିବେନି। ନିଶ୍ଚିନ୍ତ ସେ ଚୋରି ଯିଏ କରିଛି ସେ ନିଶ୍ଚିନ୍ତ ଭାବରେ ଦଣ୍ଡ ପାଇବା ଆଉ ଧରା ହେବ। କ'ଣ କହିବେ ଆଜି ଆପଣଙ୍କର ଗ୍ରାମ ଦେବୀଙ୍କର ମନ୍ଦିରରୁ କାଲି ରାତିରେ ଚୋରି ହେଇଛି, ଆମେ କେହି ଜାଣିନୁ। 1ରେ ଦ୍ୱିତୀୟତଃ ହେଲା ଆମ ଠାକୁରାଣୀ ହେଲା ହେଉଛି ବିରାଟ ଏକ ଠାକୁରାଣୀ। ଇଏ ଜିନିଷପତ୍ର ଯେତିକି ଆମେ ଗାଁ ବାଲା ଏଠି କରିଥିଲୁ, ଆମେ କାହା ଅବଦାନ କରୁନୁ, ଆମେ ଯେଉଁ ଠାକୁରଙ୍କ ଅବଦାନରେ ଆମେ କରୁଥିଲୁ। ଏଠି ଯେଉଁ ଲୋକ ଟାର୍ଗେଟ କରୁଛନ୍ତି ରାତି ପାଇଲେ ସେଚକରେ ଭାଙ୍ଗ ଗନ୍ଧେଇ ଖାଇକିରି ମଦ ଖାଉଛନ୍ତି, ଏପଟେ ସେପଟେ ଖାଉଛନ୍ତି, ଚାରିଆଡ଼େ ମଦ ଗନ୍ଧେଇ ଖାଇକିରି ସେମାନେ ହେଉଛି କରୁଛନ୍ତି। ୟା ଘରେ ତା ଘରେ ପଶୁଛନ୍ତି। ୟା ଭିତରେ ବି 2-3 ଥର ବି ହେଉଛି ଅଲଗା ଜାଗା ମାନଙ୍କରେ ଚୋରି ଚାରି ହେଲାଣି। ତେଣୁ ଆମେ ଚାହୁଁଛୁ ଯେ ପୋଲିସ ଏବଂ ସରକାର ଆମକୁ ଏ ମନ୍ଦିରର ସୁରକ୍ଷତା ଦେବା ପାଇଁ ଏଠି ଗୋଟେ ପୋଲିସ ଫାଣ୍ଡି କରାଯାଉ। ନଚେତ ହେଉଛି ଡେଲି ପେଟ୍ରୋଲିଂ କରିବା ପାଇଁ ପୋଲିସ ବାବୁ ଆସିକି ଏଠି ପେଟ୍ରୋଲିଂ କରନ୍ତୁ, ଯାହାଫଳରେ କି ଆମ ମନ୍ଦିର ହେଉଛି ସୁରକ୍ଷିତ ରହିବ, ଆମେମାନେ ହେଉଛି ସୁରକ୍ଷିତ ରହିବ। ଆଜି ଆମେ ଅଛୁ, କାଲି ହେଉଛି ଆମ ପିଲାମାନେ ରହିବେ,
କାଲି ବି ହେଉଛି ଆମ ଘରୁ ଚୋରି ହେବ, ଆପଣଙ୍କ ଘରୁ ଚୋରି ହେବ, ସମସ୍ତଙ୍କ ଘରୁ ଚୋରି ହେବ। କେଉଁ ଜିନିଷ କାହା ଘରୁ ହେଉଛି ରହିପାରିବ ନାହିଁ, ଏ ଯେଉଁ ଭଳିଆ ମାତିଲେଣି। ତେଣୁ ଏ ମାତିବା ପାଇଁ ଏ ଯେଉଁ ଚୋରି କରୁଛନ୍ତି ତାଙ୍କ ବି କେମିତି ପ୍ରତିକାର କରିବେ ସେ କଥା ପୋଲିସ ବାବୁଙ୍କୁ ଅନୁରୋଧ କରି ଆମେ କହୁଛୁ ଗ୍ରାମବାସୀ ଇଏ ତୁରନ୍ତ ଧରିକିରି ଆକୁ ଆଉ ଗୋଟେ ସାବଧାନ ଚୋରି ହେଇଗଲା ମାଙ୍କର ପୂଜା ଦେଲେ କେମିତି ଚାଲିବ କଣ କେମିତି ହବ? ପୂଜା କଥା ଚୋରି ତ ହେଇଯାଇଛି, ଜିନିଷ ଯାଇଛି ହେରି। ତାପରେ ମାଳିଆ ପୂଜା ଆସିଲେ ସେ ପଞ୍ଚାମୃତ କରିସାରିଲା ପରେ ତାଙ୍କ ପାଇଁ କ'ଣ ସେ କରିବ ଆମ ବ୍ୟବସ୍ଥା ହବ ଯାହା ଯେମିତି ମାଙ୍କର ଆଖି ନାହିଁ ଆଖି ତ ଆସିବ ଲାଗିବ ଆଉ ଆଖି ଲାଗିବନି ଆଉ କ'ଣ ସବୁ ଲାଗିବ, ସବୁ ଜିନିଷ ନୂଆ କିଣା ହବ ପୁଣି ସବୁ ନୂଆ କିଣା ହବ। ଆମେ ଭେଦା ଚାନ୍ଦା କରିକି ଆକୁ କରିଛୁ, ଯୋଉ ଭେଦା ଚାନ୍ଦା କରିକି ଜିନିଷ ପତ୍ର ଆଣିଲେ ହବ ସବୁ ଭେଦା ଚାନ୍ଦା କରିକି ଦେଇଛୁ। ଆମ ଗାଁ ବାଲାଙ୍କର ଏଇଟା ହେଉଛି ମୁଖ୍ୟ ମନ୍ଦିର, ଆମ ତିନି ସାହି ବାଲାଙ୍କର ସବୁ ମନ୍ଦିର ଏ ଘଣ୍ଟ ଘାଣ୍ଟି ସବୁ ଆମେ କରୁଛୁ। ଆମେ କୌଣସି ସରକାର ଅନୁଦାନ ଆଣିନୁ। ଅନୁମାନ ମୂଲ୍ୟ କେତେ ଟଙ୍କା ଚୋରି ହେଇଥିଲା? ଅନୁମାନ ତ ମୂଲ୍ୟ ହେଉଛି 3 ଲକ୍ଷ ପରେ ଟଙ୍କାର ଜିନିଷ। କଣ କଣ ଜିନିଷ ଥିଲା ହେଉଛି ତାଙ୍କର ଆଖି ଥିଲା 6ଟା ଆଖି, ଠାକୁରଙ୍କର 6ଟା ଆଖି, ଘଣ୍ଟି ଥିଲା, ଘଣ୍ଟା ଥିଲା, ହଣ୍ଡା ଥିଲା, ତାଙ୍କ ମକୁଟ ଥିଲା, ତାଙ୍କର ହେଉଛି କେତେଟା ଜିନିଷ ଆମେ କ'ଣ ତାକୁ ଆଉ ଇଏ ବହିଛୁ। ଥାଳି ଥିଲା, ହଣ୍ଡା ଥିଲା, ଆଉ ପ୍ରତ୍ୟେକ ଜିନିଷ ଥିଲା, ସେ ସବୁ ଜିନିଷ ତାକୁ ନେଇକି ଯାଇଛି, କିଛି ନାହିଁ। ଆମକୁ ପୋଲିସ ପ୍ରୋଟେକ୍ସନ ଦେଇକି ଆସାମୀକି କେମିତି ଧରିବା ପାଇଁ ସେଇଟା ଚିନ୍ତା କରୁଛୁ। ସିଟି ଜିବିରେ ତ ଯାହା ଦେଖିଲେ ଆପଣ ଦେଖୁଥିବେ, ଆମେ ବି ଦେଖୁଥିବୁ। ତେଣୁ ସିଟି ଜିବିରେ ଯେଉଁ ଅନୁସାରେ ହେଇଛି କେମିତି କରି ଆପଣ ଲାପଟେପ୍ ଆଣି କେଉଁ ଚୋରକୁ ଧରିବା ପାଇଁ ସାବ୍ୟସ୍ତ କରନ୍ତୁ, ଏତିକି ମୋର କହିବାର ଅନୁରୋଧ। ତେବେ ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ ଭୁଆଶୁଣୀ ମନ୍ଦିରରେ ଯେଉଁ ମାଆଙ୍କର ଚୋରି ହେଇଛି। ବର୍ତ୍ତମାନ ଆମେ ଅଲ୍ଲାପଡ଼ା ଗ୍ରାମରେ ଥିଲୁ ଏବଂ ଅଲ୍ଲାପଡ଼ା ଗ୍ରାମବାସୀଙ୍କ ମତାମତ ଆମେ ନେଉଥିଲୁ ଏବଂ କେଉଁ ସମୟରେ ଚୋରି ହେଇଛି ଆଉ କେମିତି କ'ଣ ଚୋରି ହେଇଛି ତାକୁ କହିବା ଯାହା ବର୍ତ୍ତମାନ ଆନୁକୂଲ୍ୟ ମୂଲ୍ୟ ବର୍ତ୍ତମାନ 3 ଲକ୍ଷ ଟଙ୍କାର ଉର୍ଦ୍ଧ୍ୱ ସାମଗ୍ରୀ ବର୍ତ୍ତମାନ ସୁନା ରୂପା ଅସରାଟି ଜିନିଷ ସବୁ ଚୋରି ହେଇଛି। ତ ନିହାତି ଭାବରେ ଯାହା ଆମେ ବର୍ତ୍ତମାନ ପୁଲିସ ବର୍ତ୍ତମାନ ଆସି ଯେଉଁ ପ୍ରାଥମିକ ତଦନ୍ତ କରିଥିଲେ, ସିସିଟିଭି କ୍ୟାମେରା ମଧ୍ୟ ଲାଗିଥିଲା ଆଉ ସିସିଟିଭି ଫୁଟେଜ୍ ଯାହା ତଦନ୍ତ କରାହେଉଛି ସେ ଭିଜୁଆଲ୍ ଅଛି, କିନ୍ତୁ ଲୋକ ଚିହ୍ନଟ ହେଇପାରୁନାହାନ୍ତି, କିନ୍ତୁ ସ୍ପଷ୍ଟ ଭାବେ ଜଣାପଡ଼ୁନାହିଁ କେଉଁମାନେ ଆସିଥିଲେ ବି। ନିହାତି ଭାବରେ ତଦନ୍ତ ଚାଲିଛି। ତେଣୁ ଆମେ ଏଠି ବୋଧେ କହିବା କଥା ବର୍ତ୍ତମାନ ଯେଉଁ ଗ୍ରାମାଞ୍ଚଳରେ ଯେଉଁ ଅସାମରିକ ଯୁବକମାନେ ଅଛନ୍ତି ସେମାନେ ନିଶା ସେବନ କରି କିଛି ଯେଉଁ ରାତିରେ ଆସି ବର୍ତ୍ତମାନ ଯେଉଁ ଚୋରି ଚାରି କରୁଛନ୍ତି ଏବଂ ମନ୍ଦିରକୁ ଟାର୍ଗେଟ କରୁଛନ୍ତି। ତେବେ ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନିହାତି ଭାବରେ ଗୋଟେ ନିନ୍ଦନୀୟ ଘଟଣା ସମସ୍ତେ ନିନ୍ଦା କରୁଛନ୍ତି ଏବଂ ଯଦି ମାଆଙ୍କ ମନ୍ଦିର ଚୋରି ହେବ ତାହେଲେ ଆଉ ରକ୍ଷା ପାଇବ କିଏ? ନିହାତି ଭାବରେ ବର୍ତ୍ତମାନ ଆମେ ମଧ୍ୟ ସେଇ ଭିତରେ ତର୍ଜମା କରୁଥିଲେ ଏବଂ ଯାହା ପ୍ରାଥମିକ ତଦନ୍ତ ଜଣାପଡ଼ୁଛି ଚୋରି ହେଇଛି, ମନ୍ଦିରରୁ ଚୋରି ହେଇଛି ଏବଂ ମନ୍ଦିରର ଯେଉଁ ଷ୍ଟକ୍ ରୁମ୍ ଅଛି, ରୋଷେଇ ରୁମ୍ ଅଛି, ରୋଷେଇ ରୁମ୍ରୁ ପିତ୍ତଳ ବାସନକୁସନ ରହିଯାଇଛି। ଯାହା କହିବା ଅଟକଳର ମୂଲ୍ୟ ଯାହା ବି 3 ଲକ୍ଷ ଉର୍ଦ୍ଧ୍ୱରୁ ବର୍ତ୍ତମାନ ଟଙ୍କାର ବର୍ତ୍ତମାନ ଚୋରି ହେଇଛି, ଯାହା ବର୍ତ୍ତମାନ ସ୍ଥାନୀୟ ବାସିନ୍ଦା ଗ୍ରାମବାସୀ ମାନେ କହିବା କଥା। ତ ନିହାତି ଭାବରେ ଏଠି ପ୍ରଶ୍ନ ଉଠୁଛି ମନ୍ଦିରକୁ ଟାର୍ଗେଟ କରାହେଉଛି, ଯେଉଁ ଯୁବକମାନେ ଦୁର୍ବୃତ୍ତମାନେ ଆସୁଛନ୍ତି ମନ୍ଦିର ତାଲା ଭାଙ୍ଗିକି ଲୁଟି ନେଇଛନ୍ତି। ତ ଏଠି ପ୍ରଶ୍ନ ଉଠୁଛି ଗ୍ରାମବାସୀ ମାନେ ଏଠି ପ୍ରଶ୍ନ ଉଠାଇଛନ୍ତି ଗ୍ରାମ ଦେବତୀ ଏବଂ ମନ୍ଦିରରେ ମଧ୍ୟ ଅସୁରକ୍ଷିତ। ତେଣୁ ନିହାତି ଭାବରେ ତଦନ୍ତ ଚାଲିଛି ଓ ସମୟକୁ ଅପେକ୍ଷା ଏବଂ ବର୍ତ୍ତମାନ ପୁଲିସ ପ୍ରଶାସନ ମଧ୍ୟ ଆସିକି ବର୍ତ୍ତମାନ ତାଙ୍କ ତଦନ୍ତ ଜାରି ରଖିଛନ୍ତି। ଅପେକ୍ଷା ଚୋର କେମିତି ଧରା ପଡ଼ିବ ଏବଂ ମାଆଙ୍କ ଜିନିଷ ମିଳିବ। ବର୍ତ୍ତମାନ ମାଆଙ୍କ ମନ୍ଦିରରେ ବର୍ତ୍ତମାନ ପୂଜାର୍ଚ୍ଚନା ଯେହେତୁ ମାଆଙ୍କର ଆଖି ତଡ଼ା ହେଇଛି, ପୁନର୍ବାର ତାଙ୍କ ଜିନିଷ ଆସି ଲାଗିଛି, ପୂଜାର୍ଚ୍ଚନା ଚାଲିଛି। ତେବେ ଏଠି ପ୍ରଶ୍ନ ଉଠୁଛି ପୁଲିସ ବର୍ତ୍ତମାନ ତାଙ୍କ ତଦନ୍ତ କରି ତାଙ୍କ ଜିନିଷ କେମିତି ବର୍ତ୍ତମାନ ସୁରକ୍ଷା ସହିତ ଆଣି ଗ୍ରାମବାସୀଙ୍କୁ ଦେବେ, ପ୍ରଶ୍ନ ଉଠିଛି। ପୁଲିସ ବଡ଼ ଚ୍ୟାଲେଞ୍ଜ। पुरी जिला सत्यवादी जगवंती बेहरा, प्रतिदिन टीवी। क्या आप चाहते हैं ताज़ा, स्वादिष्ट और पौष्टिक मशरूम आपके घर तक पहुंचे? तो आज ही जुड़िए कल्याणी मशरूम सेंटर के साथ। यहाँ मिलता है फार्म फ्रेश मोजो मशरूम, मुलायम पनीर, ताज़ा ग्रीन मटर, स्वीट कॉर्न और बेबी कॉर्न, सब कुछ एक ही जगह बेहतरीन क्वालिटी के साथ। हम देते हैं होलसेल और रिटेल दोनों सुविधाएं। आज ही डिस्ट्रीब्यूटरशिप लेने के लिए कॉल करें 9370967882 या 9040091506। कल्याणी मशरूम सेंटर, ओडिशा का भरोसेमंद नाम मोजो मशरूम और डेयरी प्रोडक्ट्स में।